22 ପାହାଚର ଅଧିଷ୍ଠାତ୍ରୀ ଦେବୀ ଗଣ କିଏ? 22 ପାହାଚରେ କାହିଁକି ଭକ୍ତମାନେ ନିଜ ପିଲାଙ୍କୁ ଗଡ଼ାଇଥାନ୍ତି, ତାହାର ବି କାହାଣୀ ଅଛି। 22 ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି। ପାହାଚ ଗୁଡ଼ିକର ଓସାର 6 ଫୁଟ, ଲମ୍ବ 70 ଫୁଟ ଓ ଉଚ୍ଚତା 6 ଇଞ୍ଚରୁ 7 ଇଞ୍ଚ ମଧ୍ୟରେ ହେବ। 22 ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ। 22 ପାହାଚ କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଯମେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭ କଲେ। ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ 22 ବର୍ଷ। ପୁତ୍ରର ଅଳ୍ପ ଆୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଯମେଶ୍ୱରଙ୍କୁ ଆରାଧନା କଲେ। ଯମେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ 22 ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ରାଜା 22 ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି 22 ପାହାଚରେ ଗଡ଼ାଇ ଦେଇଥିଲେ। ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ 22 ପାହାଚରେ ଗଡ଼ାଇ ଦିଅନ୍ତି। ଜୟ ଜଗନ୍ନାଥ।